ଦେଖନ୍ତୁ ଆମେ ପିଲାଦିନୁ ଆମେ ତ ଛୁଆ ବେଳଠୁ ଆମେ ଶୁଣି ଆସୁଛୁ ଯେ ସେପ୍ଟେମ୍ବର 5 ଗୁରୁ ଦିବସ ସାର୍ ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ସ୍ମୃତିରେ ତାଙ୍କୁ ସମ୍ମାନ ଦେଇକରି କରାଯାଏ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବରିଷ୍ଠ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନେହେରୁଙ୍କର ଜନ୍ମଦିନକୁ ନଭେମ୍ବର 14ରେ ଶିଶୁ ଦିବସ ରୂପେ ପାଳନ କରାଯାଇ ଆସୁଛି। ହେଲେ ଏବେ ଗଣଶିକ୍ଷା ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଯୋଉ ଛୁଟି ତାଲିକା ବାହାରିଛି ସେଥିରେ 82ଟି ଛୁଟି ଦିବସ ଆଉ 6ଟି ପାଳନୀୟ ଦିବସ ଅଛି। ସେ ପାଳନୀୟ ଦିବସ ଭିତରେ ଆପଣଙ୍କର ବା ଇଏ ଭିତରେ ସେ ଗୁରୁ ଦିବସ ଆଉ ଶିଶୁ ଦିବସ ରଖାଯାଇ ନାହିଁ। ୟା ପଛର କଣ ଉଦ୍ଦେଶ୍ୟ ଅଛି ସେମାନଙ୍କୁ ସରକାରଙ୍କୁ ଭଲ ଭାବରେ ଜଣା, କିନ୍ତୁ ଏଇଟା ମୁଁ ଭାବୁଛି ସେଇ ଯୋଉ ସେମାନଙ୍କର ସ୍ୱାଧୀନତା ସଂଗ୍ରାମରେ କିଛି ତ ଅବଦାନ ଥିଲା, ସେମାନଙ୍କର ଅବଦାନକୁ ଆମେ ଅନେକ ସରକାର ଗଲେଣି। ସ୍ୱାଧୀନତା ପରେ ଏଇ ଯୋଉ ଦିବସ ପାଳନ ପାଇଁ ନିଷ୍ପତ୍ତି ଯେବେଠୁ ନିଆଗଲା, ଯେବେଠୁ ପାଳନ ହେଉଛି ଅନେକ ସରକାର ଯାଇଛନ୍ତି। ଏଠି ମଧ୍ୟ ଓଡ଼ିଶାରେ କଂଗ୍ରେସ ସରକାର ଥିଲା, ଅଣ କଂଗ୍ରେସ ସରକାର ଥିଲା, ବିଜୁ ଜନତା ଦଳ ସରକାରରେ ଭାରତୀୟ ଜନତା ପାର୍ଟି ମଧ୍ୟ ସାମିଲ ଥିଲା। ଏତେ ଦିନ ପର୍ଯ୍ୟନ୍ତ ସେମିତି କିଛି ନିଷ୍ପତ୍ତି ନିଆଯାଇ ନଥିଲା ଯେ ଏଇଟାକୁ ବନ୍ଦ କରାଯିବ ଗୋଟେ ଏଇଟା ଗୋଟେ ପୂଜା ଭଳି ଆମେ ପାଳନ କରୁ, କିନ୍ତୁ ସରକାର କୋଉ ମହତ ଉଦ୍ଦେଶ୍ୟ ରଖିକରି ୟାକୁ କରିଛନ୍ତି ତାକୁ ନେଇକରି ବିଭିନ୍ନ ସଂଗଠନ ମଧ୍ୟ ପ୍ରତିବାଦ କରିଛନ୍ତି। ଶିକ୍ଷକ ସଂଗଠନ ପୋସ୍ତା ଏମିତି କଣ ସଂଗଠନ ତାକୁ ବିରୋଧ କରିଛନ୍ତି। ଏଇଟା ଗୋଟେ ପିଲାଙ୍କ ଭିତରେ ଗୋଟେ ଯୋଉ ମହାପୁରୁଷ ମାନଙ୍କର ଯୋଉ ସେମାନଙ୍କର ଅବଦାନକୁ ଗୌଣ କରିବା ପାଇଁ ବା ସେମାନଙ୍କୁ ଭୁଲେଇ ଦେବା ପାଇଁ ଏଭଳି ଏକ ନିଷ୍ପତ୍ତି ହେଇଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ମୁଁ ସରକାରକୁ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିବି, ସେମିତି କିଛି ଅସୁବିଧା ନାହିଁ ଯଦି ଶିଶୁ ଦିବସଟା ବା ଗମ୍ଭୀର ଦିବସଟା ପାଳନ କରାଯାଉଛି ତାକୁ ଟିକେ ପୁନର୍ବିଚାର କରନ୍ତୁ। କାରଣ ଜିନିଷ ହଉଛି ଏଇଟା ଆମେ କୋଉ ଉଦ୍ଦେଶ୍ୟ ନେଇକି ସେ କରିଛନ୍ତି ସରକାରଙ୍କ ତରଫରୁ ସ୍ପଷ୍ଟ କରନ୍ତୁ କାହିଁକି ସେମାନେ ତାକୁ ବନ୍ଦ କରିଛନ୍ତି। କିନ୍ତୁ ମତେ ଜଣେ ସାଧାରଣ ହିସାବରେ ପିଲାଦିନୁ ଆମେ ଏଇଟା ପାଳନ କରି ଆସୁଥିଲୁ, ମତେ କାହିଁକି ଏଇଟା ଟିକେ ଅଡୁଆ ଲାଗୁଛି। କିନ୍ତୁ ସରକାରଙ୍କୁ ଅନୁରୋଧ ରହିବ, ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅନୁରୋଧ କରିବା ଗଣଶିକ୍ଷା ବିଭାଗ ଯୋଉ ନିଷ୍ପତ୍ତି ନେଇଛି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।